ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋଘେନି ନୂଆ ସଜବାଜ ରାଶିରୁ ଛାଡ଼ିଲା ଚୋପା ଗୋଡ଼ରେ ନାଇଛୁ ସରୁ ଅଳତା ଲୋ ନାଇଛୁ ସରୁ ଅଳତା ମଥାରେ ସିନ୍ଦୁର ଟୋପା। नमस्कार ମୁଁ ଆପଣଙ୍କୁ ସ୍ୱାଗତ କରୁଛୁ ପ୍रणय। ଆପଣ ଜାଣିଥିବେ ଆମ ସହିତ ଯିଏ ଅଛନ୍ତି ଆଜ୍ଞା ପରିଚୟ ଦେବାକୁ ପଡ଼ିବନି, ବହୁତ ପରିଚିତ ମ୍ୟାମଙ୍କ ଆଜି ତାଙ୍କ ପରିଚୟ ଜାଣିବା। ମ୍ୟାମ ଆପଣଙ୍କ ପରିଚୟଟା ଆମ ଦର୍ଶକ ବନ୍ଧୁମାନଙ୍କ ପାଖରେ ଜଣାଇବା ପାଇଁ ଅନୁରୋଧ। ମୋ ନାଁ ହେଉଛି ଶରତ କୁମାର ମିଶ୍ର। ମୁଁ ଜଣେ ରିଟାୟାର୍ଡ ହେଡମିଷ୍ଟ୍ରେସ୍ ଥିଲି। ଆଉ ଘର ହେଉଛି N5-128 IS ଭିଲେଜ। ତାପରେ ମୁଁ ବିଭିନ୍ନ ସାହିତ୍ୟ ସଂସ୍ଥା ଓ ସାମାଜିକ ଅନୁଷ୍ଠାନ ସହିତ ସମ୍ପୃକ୍ତ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୋପାଳନ କେନ୍ଦ୍ର ଏସବୁ ସହିତ ସମ୍ପୃକ୍ତ। ସାହିତ୍ୟ ହେଉଛି ମୋର ଆତ୍ମା। ଆଜ୍ଞା ମ୍ୟାମଙ୍କର ବହିରୁ ସବୁବେଳେ ପାଇଁ ଜଣାଇବା ପଡେ ଯେ କେତେ ମେସେଜ ରହୁଛି ଆପଣ ଜାଣିଥିବେ ବହୁତ। ଆମେ ନିଜେ ପଢିଛୁ, କେତେଟା ଇଣ୍ଟରଭ୍ୟୁ ମ୍ୟାମଙ୍କର ନେଇଛୁ। ଆଜି ଆମେ ଯେହେତୁ ଆସିଛୁ ଆପଣ ଜାଣିଥିବେ ଆମ ଓଡିଆ ମାନଙ୍କର ପର୍ବ ହଉଛି ରଜ। ସେଇ ରଜ ଉପରେ ଆପଣ ଜାଣିଥିବେ ବିଭିନ୍ନ ରିଆଲିଟି ଶୋ ହଉଛି। ରଜ କେତେ ଦିନ ପଡେ ତାକୁ ଆଜି ଯାଏଁ ଜଣା ପଡୁନି। ରଜ କଣ ହୁଏ ସେଥିରେ ବି ଜାଣି ପାରୁନାହାନ୍ତି, କାରଣ ନ୍ୟୁ ଜେନେରେସନ ପିଲା ସବୁବେଳେ ଓଡିଆ ସଂସ୍କୃତିକୁ ଭୁଲି ଭୁଲି ଯାଉଛନ୍ତି। ତ ମ୍ୟାମଙ୍କଠୁ ଆମେ କିଛି କ୍ୱେଶ୍ଚିନ୍ ପଚାରି ବୁଝିବା, ଆଉ କେମିତି ସେତେବେଳେ ସମୟ ଥିଲା ଆଉ କେମିତି ଏବେକାର ସମୟ, ଯେହେତୁ ଜଣେ ଜ୍ଞାନୀ ଗୁଣୀ ବିଜ୍ଞ ବ୍ୟକ୍ତି ମ୍ୟାମ ଏମିତି ଆଗକୁ ଯାଆନ୍ତୁ। ମ୍ୟାମ ଫାଷ୍ଟ ତ ରଜ କାହାକୁ କୁହାଯାଏ? ରଜର ତ ବହୁତ ଅର୍ଥ ଅଛି ଏ ଡିକ୍ସନାରୀରେ। ରଜ ଅର୍ଥ ଅଛି ଧୂଳି, ରଜ ଅର୍ଥ ଅଛି ପୁଷ୍ପରେଣୁ, କିନ୍ତୁ ଏଇଠି ଯୋଉ ରଜ କଥା ଆମେ ପର୍ବ ପାଳନ କରୁଛେ ଏଇଟା ପ୍ରକୃତିରେ ରଜ ଅର୍ଥ ରଜସ୍ୱଳା, ଯୋଉ ଆମର ଝିଅ ମାନଙ୍କର ମାସିକିଆ ହୁଏ ବା ଋତୁମତୀ ହୁଅନ୍ତି, ଏଇଟାକୁ ଆମର ରଜସ୍ୱଳା ହେତୁ ରଜ ପର୍ବର ନାମକରଣ କରାଯାଇଛି। ମ୍ୟାମ ରଜଟା ସାଧାରଣତଃ ଜଣେ କ୍ୱେଶ୍ଚିନ୍ ପଚାରିଲେ କେତେ ଦିନ କହିପାରୁନାହାନ୍ତି, ରଜଟା କେତେ ଦିନ ପାଳନ କରାଯାଏ? ରଜଟା ପ୍ରକୃତିରେ 3 ଦିନ ପାଳନ କରାଯାଏ। ପ୍ରଥମ ଦିନଟା ହଉଛି ପହିଲି ରଜ, ଦ୍ୱିତୀୟ ଦିନଟା ମଝି ରଜ ବା ରଜ ସଂକ୍ରାନ୍ତି, ତୃତୀୟ ଦିନଟା ଭୂମି ଦହନ, ଆଉ ଚତୁର୍ଥ ଦିନଟା ତ ରଜ ନୁହଁ, ସେଟା ମହାଲକ୍ଷ୍ମୀ ସ୍ନାନ ବା ବସୁମତୀ ସ୍ନାନ, ଆଉ ସେଟାକୁ ରଜ ରୂପେ ଗଣନା କରାହବ। ସେତେବେଳେ ସମୟ କେମିତି ଥିଲା ପାଳନ କରୁଥିଲେ, ଏବେକାର କଣ ଡିଫରେନ୍ସ ରହୁଛି? ହଁ, ସେତେବେଳେ ତ ଝିଅମାନେ କିଛି କାମ କରୁନଥିଲେ, ଆଗରୁ ସବୁ ପ୍ରସ୍ତୁତି ହେଇଯାଉଥିଲା। ରଜର ପୂର୍ବ ଦିନରୁ ସବୁ ମସଲା ଗୁଣ୍ଡ, ସେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ତାପରେ ଚୁନା, ବିରି ବଟା ଏସବୁ ହେଇଯାଉଥିଲା। ଆଉ ରଜ ଦିନଠୁ ଝିଅମାନେ କିଛି କରିବେନି, ସେମାନେ ଅଳତା ସିନ୍ଦୁର ପିନ୍ଧିବେ, ତାପରେ ଚନ୍ଦନ ଟିକା କରୁଥିଲେ। ଝିଅମାନଙ୍କ ପର୍ବ। ହଁ, ଝିଅମାନଙ୍କ ପର୍ବ ଏଇଟା। ଆଉ କୁଆ ଉଠିବା ଆଗରୁ ସେମାନେ ଉଠୁଥିଲେ, ଉଠିକି ତାଙ୍କ ସ୍ନାନ ସଜ ସାରିକି ସେମାନେ ବେଶ ହଉଥିଲେ, ମୁଣ୍ଡ କୁଣ୍ଡଉଥିଲେ ଏବଂ ବସୁଥିଲେ, ମାନେ କାମ କିଛି କରୁନଥିଲେ। ପୁଅ ପିଲାମାନେ ପରିବା ପତ୍ର କାଟି ଦିଅନ୍ତି, ତାଙ୍କ ମା ମାନେ କାମ କରନ୍ତି। ଝିଅ ମାନଙ୍କର ଏଇଟା ହଉଛି ଖୁସିର ପର୍ବ, ଝିଅ ମାନଙ୍କୁ କିଛି କାମ କରିବାକୁ ଦିଆ ହଉନଥିଲା। ଆମ ପିଲାବେଳ କଥା କହୁଛି। ଆମେ ସବୁ ଦୋଳି ଖେଳୁଥିଲୁ, ଆଉ ସେତେବେଳେ ଦୋଳି ବନ୍ଧା ହେଇଥିବ। ରଜ ପୂର୍ବରୁ ଦୋଳି ଖେଳନ୍ତି, ଘରେ ପିଠା ପୋଡ ପିଠା ହୁଏ, ପିଠା ବିଭିନ୍ନ ପ୍ରକାର ପିଠା ହୁଏ, କିନ୍ତୁ ରଜ ପୋଡ ପିଠାଟା ହଉଛି ପ୍ରସିଦ୍ଧ। ବିଭିନ୍ନ ପ୍ରକାର ପିଠା ଭିତରେ ଅଛି ଚକୁଳି, ଆରିସା, କାକେରା, ମଣ୍ଡା ଇତ୍ୟାଦି ଇତ୍ୟାଦି ହୁଏ, କିନ୍ତୁ ରଜ ପୋଡ ପିଠାଟା ତାର ଗୋଟେ ସ୍ୱାତନ୍ତ୍ର୍ୟ ଅଛି। ସେଥିପାଇଁ ରଜ ପୋଡ ପିଠା ଆଉ ରଜ ପାନ। ଆମେ ଶୁଣିବା ପାଇଁ ପାଇଛୁ ସେତେବେଳେ ପାଟୁଙ୍ଗରେ ଚାଲନ୍ତି କୁଆଡେ, ଯୋଉଟା କି ହଜି ଯାଉଛି କେତେ କଣ? ହଁ, ସେତେବେଳେ ପ୍ରକୃତିରେ ଚପଲ, ଜୋତା, ଚଟି ଏସବୁ କିଛି ନଥିଲା। ତେଣୁ ଯୋଉଦିନ ତୃତୀୟ ଦିନଟା ପଡେ, ତୃତୀୟ ରଜ, ସେଇଦିନ ସେମାନେ ଗୋଡରେ ଗୁଆ ଖୋଳ ବାଜାଉଥିଲେ, ଆଉ କଦଳୀ ପଟୁକା, କଦଳୀ ଯୋଉ ଫଳ ଗୁଡାକ ସେଥିରେ ଚଟି ତିଆରି କରିକି ପିନ୍ଧୁଥିଲେ, କାରଣ ସେଦିନ ଭୂମିରେ କେହି ପାଦ ପକେଇବେନି। ବସୁଧା ହଉଛନ୍ତି ଆମର ମାତା, ତେଣୁ ବସୁଧାଙ୍କର ଯେହେତୁ ରଜସ୍ୱଳା ହେଇଛନ୍ତି ବସୁମତୀ, ତେଣୁ ତାଙ୍କୁ କେହି ପାଦରେ ସ୍ପର୍ଶ କରିବେନି, ତେଣୁ ସେଥିପାଇଁ ସେମାନେ ଗୁଆ ଖୋଳପାର ଚଟି କରୁଥିଲେ, ଆଉ କଦଳୀ ବାସୁଙ୍ଗାରେ ବି ଚଟି କରୁଥିଲେ। ରଜ ଓଡିଆ ମାନଙ୍କର କାହିଁକି ଗୋଟେ ବଡ ପର୍ବ ବୋଲି କୁହାଯାଏ? ରଜ ଓଡିଆ ମାନଙ୍କର ବଡ ପର୍ବ ଏଇଥିପାଇଁ ଯେ ଓଡିଶା ଗୋଟେ କୃଷି ପ୍ରଧାନ ଦେଶ। ଓଡିଶାର ଅଧିକାଂଶ ଅଧିବାସୀ ଅର୍ଥାତ୍ 80% ହଉଛନ୍ତି କୃଷକ। କୃଷି କର୍ମ ଯୋଗୁଁ ଏଇଟା ଓଡିଶା ନାଁ ହେଇଛି। ତେଣୁ କୃଷି କି ସେମାନେ ମହତ୍ଵ ଦିଅନ୍ତି। ଏଇଟା ଗୋଟେ କୃଷିର ପର୍ବ, ଯେମିତି ଅକ୍ଷୟ ତୃତୀୟାରେ ଧାନ ବୁଣା ଆମର ଆରମ୍ଭ ହୁଏ, କିନ୍ତୁ ରଜ ବେଳକୁ କଣ ହୁଏ ନା ପୃଥିବୀ ରଜସ୍ୱଳା ହୁଅନ୍ତି। ଜଣେ ଝିଅ ରଜସ୍ୱଳା ହେବା ପରେ ସନ୍ତାନବତୀ ହୁଏ, ସନ୍ତାନବତୀ ହେବାର ଶକ୍ତି ପ୍ରାପ୍ତ ହୁଏ। ତେଣୁ ଆମର ରଜ ପର୍ବଟା ଏଇଥିପାଇଁ ହଉଛି ନା ବସୁମତୀ ରଜ ପର୍ବ କରିବେ, କାରଣ ଆଗରୁ ପୃଥିବୀ ଶୁଷ୍କ ହେଇକି ଥାଏ, ସୂର୍ଯ୍ୟ ତାପରେ ଶୁଷ୍କ ହେଇକି ଥାଏ,
ତେଣୁ ଯେତେବେଳେ ଆଷାଢ଼ ମାସର ପହିଲି ଆଷାଢ଼ର ପ୍ରଥମ ସ୍ପର୍ଶ ଶୀତଳ ସ୍ପର୍ଶ ବର୍ଷାର ସ୍ପର୍ଶ ପାଇଲା ପରେ ସେ ମାନେ ସରସ ସୁନ୍ଦର ହେଇକି ଉଠନ୍ତି। ତେଣୁ ସେତିକିବେଳେ ଯେଉଁ ବୀଜ ବପନ କରାଯିବ ମଞ୍ଜି ବୁଣାଯିବ ସେଗୁଡ଼ିକ ଭଲ ଫଳ ଦେବ। ଋତୁମତୀ ଝିଅଟି ଯେମିତି ସନ୍ତାନ ସମ୍ଭବ ହେବା ପାଇଁ ଯେମିତି ଝିଅର ରଜସ୍ୱଳା ହେବା ଦରକାର, ସେମିତି ପୃଥିବୀ ମାତା ଯେଉଁ ଶୁଷ୍କ ନିରସ ହେଇକି ଥାନ୍ତି ଗ୍ରୀଷ୍ମ ଋତୁରେ, ତେଣୁ ସେଥିପାଇଁ ରଜ ପର୍ବ ହୁଏ ଯେ ପ୍ରଥମ ବର୍ଷାର ସ୍ପର୍ଶରେ ଆସିଲା ପରେ ଯାହା ଆମେ ଶସ୍ୟ ବୁଣିବା ସେ ପ୍ରଚୁର ପରିମାଣରେ ଫଳ ଫଳିବ ଆଉ ଭଲ ଫଳ ଫଳିବ। କାରଣ ଶସ୍ୟ ତ ହେଉଛନ୍ତି ଅନ୍ନପୂର୍ଣ୍ଣା, ମା ଠାକୁରାଣୀ ବିଜେ କରନ୍ତି। ସେଦିନ ବି ଆମର ଲକ୍ଷ୍ମୀଙ୍କର ବି ପୂଜା ହୁଏ। ତେଣୁ ଏଇଥିପାଇଁ ଆମର ଆଜ୍ଞା ଆପଣ ତ ଉତ୍ତର ପାଇସାରିଥିବେ। ଆଉ କିଛି ମ୍ୟାମଙ୍କଠୁ ଆଗକୁ ଆଚ୍ଛା ମ୍ୟାମ୍ ଆମେ ଯଦି କଥା ହଉଛେ ଯଦି ରଜର ଗୀତ ନ ହବ ଆମ ଦର୍ଶକ ବନ୍ଧୁ ମାନଙ୍କ ପାଇଁ ତାହେଲେ ଭଲ ଲାଗିବନି। କିଛି ଗୀତ ଆପଣଙ୍କର ସେଇ ରଜ ଫେମସ ଗୀତ କିଛି ଶୁଣିବା ଆପଣଙ୍କର? ହଁ ଗୋଟେ ଗୀତ ମୋ ପାଖରେ ଅଛି, ସେ ପୁରୁଣା ଗୀତ ଗୋଟିଏ ମୁଁ ବୋଲୁଛି। ଆଜ୍ଞା ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲଗେନି ନୂଆ ସଜବାଜ। ରାଶିରୁ ଛାଡ଼ିଲା ଚୋପା ଗୋଡ଼ରେ ନାଇଛୁ ସରୁ ଅଳତା ଲୋ ନାଇଛୁ ସରୁ ଅଳତା। ମଥାରେ ସିନ୍ଦୁର ଟୋପା ଉଡ଼ିଲା ସୁଆନା ହାକା। ଦୋଳିଟା କାହିଁକି ଲାଗୁଛି ଏକା ଲୋ କାହା ବିନା ଏକା ଏକା। ପାଚିଲା ବଣିଚ କୋଳି ବେକରେ ନାଇଛି ଗଜରା ମାଳି ଲୋ ଝୁଲାଅ ରଜର ଦୋଳି। ପଣସ ପାଚିଲା ବନ ପଡ଼ିଗଲେ ଦୁନିଆ ଜାଣେ ଲୋ ମନ କଥା କିଏ ଜାଣେ। ଶଙ୍ଖ ମଲ ମଲ ଗିନା ଦରଦ ଜାଣେ ଲୋ ଦରଦି ସିନା ଲୋ ବଣିଆ ଚିହ୍ନେଟି ସୁନା। ନିମ୍ବର ବୁକେ ଚନ୍ଦନ ଦେବତା ଗଢ଼ିଲା ନାରୀ ଜୀବନ ଲୋ ଦେଲା ତହିଁ ଯୌବନ। ଢମଣା ଛାଡ଼ିଲା କାଟି ପୁରୁଷ ସିନା ଲୋ ଭ୍ରମର ଜାତି ଲୋ ନୂଆ ଖୋଜୁଥାନ୍ତି ନୀତି। ଚାନ୍ଦରେ କଳଙ୍କ ଚିହ୍ନ ନବ ଯୌବନୀ କିଆଁ ଗୁମାନ ଲୋ ଆସିଲେଣି ଜୀବଧନ। ପୋଖରୀ ତୁଠ ପଥର ତତେ ଦେଖିଥିଲି ବାଲି ବନ୍ଧର ଲୋ ଆଖି ଏଣେ ଥିଲା ତୋର। ସାହାଡ଼ା ଗଛର ଛାଇ ସେଦିନ କଥା କି ତୋ ମନେ ନାହିଁ ଲୋ ଏତେ ଆନମନା କାହିଁ ପାଇଁ। ଖୋସାରେ ଖୋସିଛି ଫୁଲ କେତେ ଦେଖାଉଛୁ ନୁଖୁରା ଗେଲରେ ଭାଙ୍ଗି ଦେବି ତୋର ଗାଲ। ମ୍ୟାମ୍ ଆମେ ଯେହେତୁ ରଜ ଉପରେ କଥା ହଉଛେ, ରଜ ନିହାତି 3 ଦିନ, ପ୍ରଥମ ଦ୍ୱିତୀୟ ତୃତୀୟ ପ୍ରଥମ ଦିନ ଦ୍ୱିତୀୟ ଦିନ ତୃତୀୟ ଦିନ କଣ କହିଛି ତାପରେ କିଛି କହିବେ ଆମ ଦର୍ଶକଙ୍କୁ? ପ୍ରଥମ ଦିନ ହେଲା ପହିଲି ରଜ। ପହିଲି ରଜରେ ଝିଅମାନେ ବେଶ ପୋଷାକ ହୁଅନ୍ତି, ସବୁଦିନ ହୁଅନ୍ତି। ଆଉ ସେମାନେ ଅଳତା ସିନ୍ଦୁର କଜଳ ଏସବୁ ଲଗାନ୍ତି, ନୂଆ ପୋଷାକ ପିନ୍ଧନ୍ତି ଆଉ ସେମାନେ ଖେଳ ମଜା ମସ୍ତି କରନ୍ତି। ଏଇଟା ହେଉଛି ଆମ ସାଧାରଣ ଘର କଥା, କିନ୍ତୁ ମହାନ୍ତି ପରିବାର ମାନଙ୍କରେ କରଣ ପରିବାର ମାନଙ୍କରେ ଆଉ ଗୋଟେ ପ୍ରଥା ଅଛି। ସେମାନଙ୍କର ଗାଁ ମଝିରେ ଗୋଟେ ଘର ଥାଏ, ସେଇ ଘରେ 2-3ଟା ଦୋଳି ବନ୍ଧା ହେଇଥିବ, ଖଟ ପଡ଼ିଥିବ। ସେଇ ଘରେ ଝିଅମାନେ ଅବିବାହିତା ଝିଅମାନେ ରହିବେ ଆଉ ତାଙ୍କର ଜେଜେମା ମାନେ ବି ଯାଆନ୍ତି। ମା ମାନେ ପାନ ଭାଙ୍ଗିକି ତାଙ୍କୁ ବିଭିନ୍ନ ଡିଜାଇନର ପାନ ଭାଙ୍ଗିକି ଦିଅନ୍ତି ଆଉ ପିଠା ପଣା ସବୁ ନେଇକିରି ମା ମାନେ ସେଠି ଦେଇ ଦିଅନ୍ତି। ଏମାନେ ଥଟ୍ଟା ମଜା କରୁଥାନ୍ତି। ସେଠି ଲୁଡୁ ତାସ ଆଉ ସବୁ ପ୍ରକାର ଖେଳ, ଝିଅମାନଙ୍କର ଦୋଳି ଖେଳ, ବିଭିନ୍ନ ପ୍ରକାର ଖେଳ, କାଞ୍ଜିପଟା ଖେଳ, ସେତେବେଳେ କଣ ସେ କଉଡ଼ି ଖେଳ ଏସବୁ ଚାଲୁଥିଲା। ସେଇ ଘରେ ହିଁ ସେମାନେ ରହୁଥିଲେ 3 ଦିନ ପର୍ଯ୍ୟନ୍ତ ଆଉ ସେଠି ସେ ପର୍ବ ପାଳନ ହଉଥିଲା। ଦୋଳି ବି ଖେଳ ହଉଥିଲା, ସବୁ ହଉଥିଲା। ଆଉ ଜେଜେମା ମାନେ ଯେଉଁ ଥିଲେ ଥଟ୍ଟା ମଜା କରିକିରି ନାତୁଣୀ ମାନଙ୍କ ସହିତ ବହୁତ ମସ୍ତି କରୁଥିଲେ। ବଡ଼ ବିନ୍ଦାସରେ ସେମାନେ ସେ ଦିନ ଗୁଡ଼ା କଟଉଥିଲେ। ଆଉ ଆଜି ତ ସେ କଥା ନାହିଁ। ସେତେବେଳେ ବି ଝିଅ ମା ମାନେ ଥିଲେ, ସେ କଥା ନାହିଁ। ଦ୍ୱିତୀୟ ଦିନ କଥା ବୋଲି, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି। ଏଇ ଦିନର ଗୋଟେ ସ୍ୱତନ୍ତ୍ର ପ୍ରକାର ଅଛି। ସେଦିନ ମାଂସ ତରକାରୀ ହୁଏ, ମାଂସ ତରକାରୀ ପିଠା ହବ। ଆଉ ବିବାହିତା ସ୍ତ୍ରୀ ମାନେ ଯେଉଁମାନେ ଥିବେ ସେମାନେ ଭାତ ଖାଆନ୍ତି, ଘରେ ସମସ୍ତେ, କିନ୍ତୁ ମାଂସ ତରକାରୀ ନିଶ୍ଚୟ ହବ। ପିଠାପଣା ସହିତ ମାଂସ ତରକାରୀଟା ହବ।
ଏଇଟା ହେଲା ଦ୍ୱିତୀୟ ଦିନର ସଂକ୍ରାନ୍ତି ହେଲେ ବି ସେଦିନ ଏଇଟା ହୁଏ। ଆମେ ପିଲାଦିନ ଯାହା ଦେଖିଛୁ ତୃତୀୟ ଦିନ ଆଜ୍ଞା। ସେ ଭୂମିରେ ହୁଏନି, ଖାଲିରେ ପାଦ ପକେଇଲେ ବହୁତ କଷ୍ଟ ହବ। ଯେହେତୁ ସେ ଧରିତ୍ରୀ ସର୍ବସ୍ୱା, ତେଣୁ ତାଙ୍କର ସୌନ୍ଦର୍ଯ୍ୟ ପାଇଛନ୍ତି, ତେଣୁ ତାଙ୍କର ଆମେ ପାଦ ପକେଇବାରେ ତେଣୁ ଗୁଆ କଳପା ସେ କଦଳୀ ପଟୁକା ଏସବୁ, ଯେହେତୁ ଚପଲ ଜୋତା ନଥିଲା ଏଭଳି ଭାବରେ ସେମାନେ କରୁଥିଲେ। ପୋଡ ପିଠା ନିହାତି କଣ କଣ ସବୁ ପଡେ ପୋଡ ପିଠା? ପୋଡ ପିଠା ତ ଦି ପ୍ରକାର ହୁଏ। କେତେକ ବିରି ଆଉ ଚାଉଳ ମିଶେଇକି ନଡିଆ, ତାପରେ ବିରି ଚାଉଳ ନଡିଆ ଗୁଡ ତା ଭିତରେ ଅଳେଇଚ ଲବଙ୍ଗ ଗୁଜୁରାତି ପକେଇକି କରନ୍ତି। କିନ୍ତୁ ଦ୍ୱିତୀୟ ପ୍ରକାର ଯୋଉଟା ହୁଏ ରଜ ପୋଡ ପିଠା, ସେଇଟାକୁ ଚାଉଳ ଚୁନାକୁ ଜନ୍ତି ଦିଅନ୍ତି। ଜନ୍ତିଲା ବେଳକୁ ଯୋଉ ପାଣିଟା ଫୁଟୁଥିବ ଗୁଡ ପାଣି, ସେଥିରେ ଅଳେଇଚ ଗୁଣ୍ଡ ରାତି ପଡିବ, ଗୋଲମରିଚ ଗୁଣ୍ଡ ପଡିବ, ସେଥିରେ ଜନ୍ତା ହବ। ଭଲ ଦେଶୀ ଘିଅ ବାସ୍ନା ଘିଅ ଗୁଆ ଘିଅ ଟିକେ ପଡିବ, ତାକୁ ଜନ୍ତା ହବ। ଜନ୍ତା ହେଲା ପରେ ତାକୁ ଚକଡା ହବ। ଚକଡା ହେଇକି ଚୁଲିରେ ଗୋଟେ କରେଇ ବସିବ, କରେଇ ତଳେ ଟିକେ ବାଲି ଦିଆହବ। ବାଲି ଦେଇକି ଟିକେ ପାଣି ପକେଇ ତାପରେ କଦଳୀ ପତ୍ରଟା ପକେଇବେ। କଦଳୀ ପତ୍ରରେ ଭଲ ଭାବରେ ଘିଅ ମରା ହବ। ୟାକୁ ଚକଟା ଚକଟି ହେଇକି ଯୋଉ ଖଳିଟା ଥିବ ତାକୁ ଚାପି ଚୁପିକିରି ଭାରି ସୁନ୍ଦର ଭାବରେ କରିବେ। ତାପରେ ଆଉ ଗୋଟେ କଦଳୀ ପତ୍ର ସେମାନେ ମଡେଇବେ। କଦଳୀ ପତ୍ର ମଡେଇ ସାରିଲା ପରେ ତା ଉପରେ ନିଆଁ ଦିଆହବ। ତ କିଛି ସମୟ ପରେ ସୁମିଷ୍ଟ ପିଠା ରଜ ପିଠାଟା ବାହାରେ। ତାକୁ ଖଣ୍ଡ ଖଣ୍ଡ କରି ସେ ଥଣ୍ଡା ହେଲା ପରେ କାଟି ଦିଅନ୍ତି। କାଟିକି ସମସ୍ତଙ୍କୁ ବାଣ୍ଟନ୍ତି। ଆଉ ପିଠା ଦେଲା ବେଳେ ପାନ ଦିଆ ହୁଏ। ପାନଟା ବି ରଜ ପର୍ବର ଗୋଟେ ମୁଖ୍ୟ ଜିନିଷ। ଆଉ ତେଣୁ ଏଇଭଳି ଭାବରେ ଦି ପ୍ରକାର ପିଠା କରାଯାଏ। ମ୍ୟାମ୍ ଯେହେତୁ ଆମେ ରଜ ଉପରେ କଥା ହଉଛେ, ସମୟ ହେଲାଣି, ଆପଣ କେମିତି ପାଳନ କରନ୍ତି ଘରେ? ଆମର ପିଲାଦିନ କଥା କହୁଛି। ଆମର ବାଡ଼ି ପଟେ ଆମ୍ବ ଗଛ ଥାଏ। ଆମ୍ବ ଗଛରେ ସେ ବାଲ୍ଟି କଡ଼ା ଦିଆ ହେଇକି ଗୋଟେ ପଟା ଦୋଳି ବନା ହୁଏ। ସେ ପଟା ଦୋଳିରେ ଆମେ ସାଙ୍ଗମାନେ ସବୁ ଦୋଳି ଖେଳୁ। ଘରେ ପିଠାପଣା ଏସବୁ ହୁଏ। ଆମେ ଗୋଟେ ଦୋଳି ପ୍ରତିଯୋଗିତା ଚାଲେ, କିଏ କେତେ ଦୂର ଦୋଳି ପହଞ୍ଚେଇ ପାରୁଛି। ତେଣୁ ଆମ ଭିତରେ ଦୋଳି ଖେଳଟା ମୁଖ୍ୟ ଥିଲା। ତାପରେ ଆମେ ତାସ୍ ଖେଳୁଥିଲୁ, ଲୁଡୁ ଖେଳୁଥିଲୁ, ଏସବୁ ଖେଳୁଥିଲୁ। ତେଣୁ ଆମର ରଜ ପର୍ବଟା ପାଳନ କରିବାରେ ଗୋଟେ ଖୁସି ଥିଲା, ଗୋଟେ ମଜା ଥିଲା। ମା ମାନେ ତ କାମ କରୁଥିଲେ, ଆମେ ତ ନୂଆ ପୋଷାକ ପିନ୍ଧିକିରି ବୁଲିବା କଥା। ସବୁ ସାଙ୍ଗସାଥି ଘରକୁ ବୁଲୁଥିଲୁ, ଆଉ ସେମାନେ ବି ଆମକୁ ଖାଇବାକୁ ଡାକୁଥିଲେ। ସାହିରେ ଆମର ସମସ୍ତେ ସନ୍ଧ୍ୟା ବେଳକୁ, କାରଣ ସନ୍ଧ୍ୟା ପରେ ତ ଆଉ ରଜରେ ଖିଆ ନାହିଁ, ତେଣୁ ସମସ୍ତେ ଡାକନ୍ତି ଦିନ ବେଳେ ବା ରାତି ବେଳେ ହଉ ଖାଇବା ପାଇଁ। ଆମେ ସମସ୍ତଙ୍କ ଘରେ ବି ବୁଲିକିରି ଖାଉଥିଲୁ, ମାନେ ଯୋଉମାନେ ଡାକୁଥିଲେ। ଏଇଟା ଗୋଟେ ମଜା ଲାଗୁଥିଲା, ବହୁତ ମଜା ଲାଗୁଥିଲା। ଆଚ୍ଛା ମ୍ୟାମ୍, କେତେବେଳେ ରଜରେ ଆପଣ ଡେରିରେ ଆସିଥିବେ, ବାପା କି ମା ପାଟି କରିନାହାନ୍ତି ସେତେବେଳେ? ନାଇଁ, ଏମିତି ଡେରିରେ ମୁଁ ଆସିନି, କିନ୍ତୁ ବାପା ମା ଜାଣିଛନ୍ତି ତ, ତେଣୁ ସେମାନେ ପାଟି କରନ୍ତିନି। ରଜଟା ଆମ ପାଇଁ ଗୋଟେ ସ୍ୱାଧୀନତା ଥାଏ। ଆଉ ଝିଅମାନେ ବର୍ଷକୁ ଥରେ ରଜ କରିବେ, ତ ମୋତେ କେହି କିଛି ଗାଳି କରିନାହାନ୍ତି। ଆମେ ତ କଥା ହଉଛେ ସରିଲାଣି ରଜ ଉପରେ, ଆହୁରି ଗୋଟେ ବଡ ଦିନ, ଯେହେତୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଜାଣିଥିବେ ଗିରିଜା ଶଙ୍କର ମୁର୍ମୁ ଏଇ 2 ଦିନ ତଳେ ଶପଥ ଗ୍ରହଣ କରିବେ, ଜଣେ ଆଦିବାସୀ ସେଇ ରାଷ୍ଟ୍ରପତିଙ୍କ ଏରିଆରୁ। ତାଙ୍କୁ ଆପଣ କଣ କହିବାକୁ ଚାହିଁବେ? ହଁ, ମୁଁ କହିବି ଯେ ତାଙ୍କ ଏରିଆର ଝିଅ, ମାନେ ଜଣେ ଝିଅ ଯେତେବେଳେ ଆମର ପ୍ରଥମ ନାଗରିକ ହେଇଛନ୍ତି, ସେ ବହୁତ ଜୀବନରେ ଦୁଃଖ ଯନ୍ତ୍ରଣା ସହିକିରି ମଧ୍ୟ ଶେଷରେ ସଫଳତା ଲାଭ କରିଛନ୍ତି। ଏବଂ ଆମ ଓଡ଼ିଶା ପ୍ରିୟ, ଓଡ଼ିଶାର ଲୋକଙ୍କୁ ଭଲ ପାଆନ୍ତି। ତେଣୁ ଆମର ଯେ ନୂଆ ମୁଖ୍ୟମନ୍ତ୍ରୀ ହେଇକି ଆସିବେ, ସେ ସାର୍ଙ୍କୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି ଯେ ସେ ଓଡ଼ିଆମାନଙ୍କର ଉନ୍ନତି ପାଇଁ, ଆଉ ସବୁ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ, ଲୋକ ସମାଜର ଉନ୍ନତି ପାଇଁ ନିଶ୍ଚୟ ଚେଷ୍ଟା କରିବେ ଏବଂ କାର୍ଯ୍ୟକଳାପରେ ଦେଖେଇବେ। ଖାଲି କହିଲେ ତ ହବନି, କାର୍ଯ୍ୟ ମାଧ୍ୟମରେ ଦେବେ, ଯାହାଫଳରେ ସେ ଅତି ଲୋକପ୍ରିୟ ହେଇପାରିବେ। ଯେହେତୁ ସେ ଆମର ଓଡିଆ, ଏଥିରେ କମି କିଛି ରହିବନି କଥା। ହଁ, ଓଡ଼ିଆ, ତେଣୁ ଆଉ ଏଥିରେ କିଛି କମି ରହିବନି। ଆମର ଓଡ଼ିଆମାନଙ୍କର ଦୁଃଖକୁ, ଓଡ଼ିଆମାନଙ୍କର ହୃଦୟର ଅନ୍ତରର କଥାକୁ ସେ ନିଶ୍ଚୟ ହୃଦୟଙ୍ଗମ କରିପାରିବେ ଏବଂ ଓଡ଼ିଆମାନଙ୍କ ପ୍ରତି ସୁଦୃଷ୍ଟି ଅମୃତ ଦୃଷ୍ଟି ପକେଇବେ। ଯୋଉଟାକି ଆମର ସ୍ୱପ୍ନ ଥିଲା, ସେ ସ୍ୱପ୍ନକୁ ନିଶ୍ଚୟ ସଫଳ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ। ଆପଣ ପରିବାରରେ ଯେହେତୁ ଲାଷ୍ଟ କି ବାହାରେ କି ଦୂରରେ ଥିବେ, ତାଙ୍କୁ କଣ କହିବେ? ଏଇ ରଜ ଉପରେ ଧନ୍ୟବାଦ ଦେବା ପାଇଁ ଚାହିଁବେ? ହଁ, ସେମାନଙ୍କୁ ତ ନିଶ୍ଚୟ ମୋର ଅନ୍ତର ଭରା ଧନ୍ୟବାଦ ଜଣେଇବି। ଆଉ ଯଦି ମୋ କଥା ସେମାନଙ୍କୁ ଭଲ ଲାଗିଥିବ ବା ତାଙ୍କୁ ହୃଦୟସ୍ପର୍ଶୀ ହେଇଥିବ, ତେଣୁ ନିଶ୍ଚୟ ତାଙ୍କୁ ମୋ ଆନ୍ତରିକ ସ୍ନେହ, ଶୁଭେଚ୍ଛା, ଅଶେଷ ଅନୁରାଗ, ଶେଷହୀନ ମମତା ଆଉ ସେମାନଙ୍କ ପାଇଁ ପଠଉଛି। ଆଉ ମୋର ଶୁଭାଶୀର୍ବାଦ ନିଶ୍ଚୟ ସେମାନଙ୍କୁ ଦେବି। ମ୍ୟାମ୍, ରଜ କିଛି ବହି ବାହାରୁଛି ନା? ରଜକୁ ବହି 2ଟା ଅଛି, ବାହାରିଲେ ତ ମୁଁ କହିବି। ଆଜ୍ଞା, ବହୁତ ଭଲ କଥା। ମ୍ୟାମ୍, ଏଇ ଲେଖା ଆଗକୁ ଜାରି ରଖିବେ? ହଁ, ଲେଖା ତ ଚାଲିଛି, ଲେଖା ନହେଲେ ତ ମୁଁ ରହିପାରିବିନି। ଆଜ୍ଞା।
तो बहुत भल कथा आम सहित मैम थी आप देखुवे सबल रज उपर बहुत सुंदर कथा कहले आमको मार्गदर्शन भी देले किसी भल पाइबा केमती आगक जातु लेखनी माध्यम से जो लेखा रही ओडिया प्रति से लेखा माध्यम से एमती चहल सृष्टि करतु ओडिशार गोटे अनेक आहरी उच्चतर गोटे ना कमे गोटे एमती आमको इतिहास गोटे दे दिखाँ रोची नमस्कार आपन को हापी रज मैम को भी हापी रज नमस्कार।